ବୋଧିସତ୍ତ୍ୱ ଥରେ କାଶୀର ଏକ ଅମାତ୍ୟ ପରିବାରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ନାଁ ଥିଲା ସୃଜନ। ସେ ଥିଲେ ଜଣେ ଭଲ ବକ୍ତା ଏବଂ ପଣ୍ଡିତ। ରାଜା ଶତ୍ରୁସେନଙ୍କ ରାଜସଭାରେ ସେ ଜଣେ ପାରିଷଦ ଭାବରେ ସ୍ଥାନ ପାଇଥିଲେ। ସଙ୍କଟ ସମୟ ଆସିଲେ ସେ ରାଜାଙ୍କୁ ଉପଯୁକ୍ତ ପରାମର୍ଶ ଦେଉଥିଲେ। ଥରେ ରାଜା ଖବର ପାଇଲେ ଯେ ରାଜ୍ୟର ଦକ୍ଷିଣ ସୀମାନ୍ତ ଅଞ୍ଚଳ ଉପରେ ପଡ଼ୋଶୀ ରାଜା ଆକ୍ରମଣ କରିଛନ୍ତି। ସେ ଆଉ ସ୍ଥିର ହୋଇ ରହିପାରିଲେ ନାହିଁ। ଯଥାଶୀଘ୍ର ସେନାପତିଙ୍କୁ ସଭାକୁ ଡାକିଲେ। ସେନାପତି, ଇଏ ମୁଁ କଣ ଶୁଣୁଛି? ଶତ୍ରୁ ଆମ ରାଜ୍ୟ ଉପରେ ଆକ୍ରମଣ କରିଛନ୍ତି। ଠିକ୍ ଶୁଣିଛନ୍ତି ମହାରାଜ, ହେଲେ ଏଇଟା ତ ବର୍ଷା ଦିନ। ଏ ଦିନରେ ସୈନ୍ୟ ନେଇ ଯୁଦ୍ଧ କରିବା କଷ୍ଟକର ହବ। ମୋର କିଛି ଶୁଣିବାର ନାହିଁ। ମୋର ମୋ ରାଜ୍ୟ ଦରକାର। ଯଥାଜ୍ଞା ମହାରାଜ। ରାଜା ଥିଲେ ବଡ଼ ଅବୁଝା। ଥରେ ଯାହା ଜିଦ୍ କରୁଥିଲେ ତାକୁ ସେ ପୂରଣ କରି ହିଁ ରହୁଥିଲେ। ସେନାପତିଙ୍କ ପରେ ମନ୍ତ୍ରୀ ଆସି ରାଜାଙ୍କୁ ବୁଝେଇଲେ। ତଥାପି ରାଜା ବୁଝିଲେନି। ତାପରେ ପହଞ୍ଚିଲେ ସୃଜନ। ସେ ବି ରାଜାଙ୍କୁ ବୁଝେଇବା ପାଇଁ ଚେଷ୍ଟା କଲେ, ହେଲେ ରାଜା ତାଙ୍କ କଥା ବି ମାନିଲେନି। ଆଉ ଶେଷରେ ଯୁଦ୍ଧ କରିବା ପାଇଁ ରାଜା ସୈନ୍ୟ ଚାଳନା କଲେ। ବାଟରେ ପଡ଼ିଲା ଗୋଟାଏ ବହୁତ ବଡ଼ ନଈ, ଯୋଉଠିକି ରାତି ହେଇଗଲା। ଆଉ ରାଜା ବାଧ୍ୟ ହେଇ ସେଦିନ ସୈନ୍ୟ ଛାଉଣି ସେଇ ନଈ କୂଳରେ ପକେଇଲେ। ରାତି ପାହି ସକାଳ ହେଲା। ରାଜା ଯେତେ ସବୁ ଖାଦ୍ୟ ପଦାର୍ଥ ନେଇଥିଲେ ତାକୁ ଖୋଲି ଖାଇବା ପାଇଁ ସେ ଅନ୍ୟମାନଙ୍କୁ କହିଲେ। କିଛି ସୈନ୍ୟ ତଳେ ବସି ଖାଦ୍ୟ ଖାଉଥିବା ବେଳେ ପାଖରେ ଥିବା ଗୋଟିଏ ଗଛରୁ ମାଙ୍କଡ଼ଟେ ଓହ୍ଲେଇ ଆସି ତାଙ୍କଠୁ ମୁଠାଏ ବୁଟ ନେଇ ପୁଣି ଗଛ ଉପରକୁ ଚଢ଼ିଗଲା। ଏଇ ଦେଖ, ସେ ମାଙ୍କଡ଼ ଆମ ବୁଟ ନେଇଗଲା। ଛାଡ଼ ତାକୁ, ବଣକୁ ଆସିଲେ ଏମିତି ହିଁ ହୁଏ। ନା ନା, ଆଉ ଥରେ ଆସିଲେ ମୁଁ ତାକୁ ଜମାରୁ ଛାଡ଼ିବିନି। ଗୋଟେଇ ଗୋଟେଇ ପିଟିବି। ମାଙ୍କଡ଼ଟି ଗଛ ଉପରେ ବସି ବଡ଼ ଆରାମରେ ବୁଟ ଖାଉଥାଏ। ହଠାତ୍ ତା ହାତରୁ ଗୋଟିଏ ବୁଟ ତଳକୁ ଖସି ପଡ଼ିଲା। ସେ ସେଇ ଗୋଟିଏ ବୁଟ ଲୋଭରେ ପୁଣି ତଳକୁ ଓହ୍ଲେଇ ଆସିଲା। କାରଣ ସେ ଗୋଟିଏ ବି ବୁଟ ହରେଇବାକୁ ଚାହୁଁନଥିଲା। ଆଉ ଠିକ୍ ସେତିକି ବେଳେ ସୈନ୍ୟମାନେ ତା ଆଡ଼କୁ ମାଡ଼ି ଆସିଲେ। ମାର 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 ତାକୁ, ଧର ଧର ତାକୁ, ଧର ଧର। ସୈନ୍ୟମାନେ ତା ଆଡ଼କୁ ମାଡ଼ି ଆସିବାରୁ ମାଙ୍କଡ଼ଟି ବଡ଼ ଭୟଭୀତ ହେଇଗଲା। ଜୀବନ ବଞ୍ଚେଇବାକୁ ଯାଇ ସେ ପୁଣି ଗଛ ଉପରକୁ ଚଢ଼ିଗଲା। ଆଉ ଠିକ୍ ସେତିକି ବେଳେ ସେ ଧରିଥିବା ସବୁତକ ବୁଟ ତା ହାତରୁ ଖସି ପଡ଼ିଲା। ଏ କଥା ରାଜା ଆଉ ସୃଜନ କିଛି ଦୂରରୁ ଲକ୍ଷ୍ୟ କରୁଥିଲେ। ସୃଜନ ଯେହେତୁ ଜଣେ ଭଲ ବକ୍ତା ଏବଂ ପଣ୍ଡିତ ଥିଲେ, ସେ ରାଜାଙ୍କୁ ମାଙ୍କଡ଼ ସହିତ ଘଟିଥିବା ପରିସ୍ଥିତି ବିଷୟରେ ବୁଝେଇବାକୁ ଚେଷ୍ଟା କଲେ। ଦେଖିଲେ ତ ରାଜନ, ମାଙ୍କଡ଼ଟି କେତେ ବୋକା। ବୋକା ମାନେ? ବୋକା ନୁହେଁ ତ ଆଉ କଣ। ସେ ଗଛ ଉପରେ ମୁଠାଏ ବୁଟ ଧରି ବସିଥିଲା। କେବଳ ଗୋଟିଏ ବୁଟ ତା ହାତରୁ ଖସି ପଡ଼ିଲା ବୋଲି
ସେ ସବୁଗୁଡ଼ା ବୁଟକୁ ହାତଛଡ଼ା କରିଦେଲା। ହଁ ଠିକ କହୁଛ। ଆମ ଅବସ୍ଥା ବି ଠିକ୍ ସେୟା ନୁହଁ କି ମହାରାଜ? ଏ ମାଙ୍କଡ ଭଳି। ଆଜ୍ଞା ମହାରାଜ, ଏ ମାଙ୍କଡ଼ ଯେମିତି ଗୋଟିଏ ବୁଟ ପାଇଁ ନିଜର ସବୁ ବୁଟକୁ ହରେଇ ଦେଲା, ଠିକ୍ ସେମିତି ଆମେ ବି ଗୋଟିଏ ଅଞ୍ଚଳ ପାଇଁ ନିଜର ପୁରା ରାଜ୍ୟକୁ ହରେଇ ଦେବା। ସୃଜନ, କ୍ଷମା କରନ୍ତୁ ମହାରାଜ, ଚିନ୍ତା କରି ଦେଖନ୍ତୁ, ଯଦି ଆପଣ ଏ ବର୍ଷା ଦିନେ ଶତ୍ରୁକୁ ମୁକାବିଲା କରିବାକୁ ଯାଆନ୍ତି, ତେବେ ଆମର ବହୁତ ସୈନ୍ୟ ଅସୁବିଧାରେ ପଡ଼ିବେ। ଯେହେତୁ ରାସ୍ତା ନାହିଁ ଆଉ ଖୁବ୍ ଜୋରରେ ବର୍ଷା ଚାଲିଛି, ତେଣୁ ଆଗକୁ ନ ଯାଇପାରି ସେମାନେ ରାସ୍ତାରେ ହିଁ ପଡ଼ି ମରିଯିବେ। ଶତ୍ରୁ ସହ ମୁକାବିଲା କରିବା ସମୟରେ ଆମ ହାତରେ କେବଳ ହାତ ଗଣତି ସୈନ୍ୟ ଥିବେ, ଆଉ ଆମ ଶତ୍ରୁ ପକ୍ଷରେ ଅନେକ ସୈନ୍ୟ ଥିବେ। ସେମାନେ ପାଲଟା ଆକ୍ରମଣ କରି ଆମ ରାଜ୍ୟକୁ ଅଧିକାର କରିପାରନ୍ତି। ରାଜା ସୃଜନଙ୍କ କଥାକୁ ଗମ୍ଭୀର ଭାବେ ଚିନ୍ତା କଲେ, ଆଉ ସେ ବହୁତ ବଡ଼ ଭୁଲ ପଦକ୍ଷେପ ନେବାକୁ ଯାଉଥିଲେ ବୋଲି ଅନୁଶୋଚନା ବି କଲେ। ତମେ ଠିକ କହୁଥିଲ ସୃଜନ। କ୍ଷଣିକ ପାଇଁ ଉତ୍ତେଜିତ ହେଇ ମୁଁ ମୋର ତଥା ମୋ ରାଜ୍ୟର ବହୁତ ବଡ଼ କ୍ଷତି କରିବାକୁ ଯାଉଥିଲି। ତମେ ମହାନ ସୃଜନ, ତମେ ସତରେ ମହାନ। ତମେ ମୋ ଆଖି ଖୋଲିଦେଲ, ଆଉ ତମ ପାଇଁ ମୁଁ ଏତେ ବଡ଼ ବିପଦରୁ ରକ୍ଷା ପାଇଗଲି। ରାଜା ଏବେ ଯୁଦ୍ଧ ନ କରି ନିଜ ରାଜଧାନୀକୁ ବାହୁଡ଼ି କଲେ। ରାଜା ଏତେ ବଡ଼ ସୈନ୍ୟ ସାମନ୍ତ ନେଇ ଆସିବା କଥା ଆକ୍ରମଣକାରୀ ରାଜାଙ୍କ କାନରେ ପଡ଼ିବା ପରେ ସେ ବି ଭୟରେ ପଳାୟନ କଲେ। ସତରେ କ୍ରୋଧ ମଣିଷର ବହୁତ ବଡ଼ ଶତ୍ରୁ। ବିପଦ ସମୟରେ କ୍ରୋଧିତ ନ ହେଇ ସଠିକ ବିଚାର କରି ଉଚିତ ପଦକ୍ଷେପ ନେବା ଉଚିତ। ଦିବାକର ନାଁରେ ଜଣେ ବ୍ୟବସାୟୀ ଥିଲା। ଗାଁରୁ ସେ ମାଲପତ୍ର ନେଇ ସହରରେ ବିକ୍ରି କରୁଥିଲା। ଦିବାକରର ଥିଲା ଗୋଟେ ଗଧ। ସେ ଗଧ ନା ଚିପ୍କୁ। ଚିପ୍କୁ ଥିଲା ଭାରି ଅଳସୁଆ ଆଉ ଠକ। ଯୋଉଦିନ ମାଲପତ୍ରର ଓଜନ ଅଧିକ ରହୁଥିଲା, ସେଦିନ ସେ ଜାଣି ଜାଣି ଠକୁଥିଲା। ବାଟରେ ଯାଉ ଯାଉ ଅଟକି ଯାଉଥିଲା, ହାଇ ମାରୁଥିଲା, ଇଆଡେ ସିଆଡେ ଚାହୁଁଥିଲା। ଦିନେ ଦିନେ ଏମିତି ଧୀରେ ଧୀରେ ଚାଲୁଥିଲା ଯେ ଦିବାକର ମାଲପତ୍ର ନେଇ ସହରରେ ପହଞ୍ଚିଲା ବେଳକୁ ସନ୍ଧ୍ୟା ହେଇଯାଉଥିଲା। ଆଉ ଦିନେ ଦିନେ ତ ସେ ସହରରେ ପହଞ୍ଚି ବି ପାରୁନଥିଲା। ଦିନେ ଦିବାକର ଚିପ୍କୁ ପିଠିରେ ମାଲପତ୍ର ରଖି ସହରକୁ ଯାଉଥିବା ବେଳେ ବାଟରେ ତାର ଜଣେ ବନ୍ଧୁ ରୋହିତ ସହିତ ଦେଖାହେଲା। ଆରେ ଭାଇ ଦିବାକର, ମାଲପତ୍ର ଧରି କୁଆଡେ ଯାଉଛ? ସହରକୁ ଯାଉଛି। ଏସବୁ ମାଲପତ୍ର ବିକି ପୁଣି ସନ୍ଧ୍ୟାକୁ ଗାଁକୁ ଫେରିବି। ଏଇଠି ତ ସୂର୍ଯ୍ୟ ଢଳିବାକୁ ବସିଲାଣି। ତମେ ସହରରେ ପହଞ୍ଚିବ କେତେବେଳେ? ପୁଣି ମାଲପତ୍ର ବିକି ଗାଁକୁ ଫେରିବ କେତେବେଳେ? କଣ କରିବି ଭାଇ, ସବୁଦିନ ପ୍ରାୟ ଏହା ହଉଛି। ଏଥିପାଇଁ ମୋର ବେପାର ବି ବହୁତ ଘାଟା ହଉଛି। ଦିବାକର କଥା ଶୁଣି ରୋହିତକୁ ବଡ଼ ବ୍ୟସ୍ତ ଲାଗିଲା। ଏପଟେ ରୋହିତ ଆଉ ଦିବାକରର କଥାକୁ ଚିପ୍କୁ କାନ ଡେରି ଶୁଣୁଥାଏ। ରୋହିତ ଦିବାକରକୁ ଗୋଟେ ପରାମର୍ଶ ଦେଲା। କହିଲା, ଆଚ୍ଛା ଭାଇ ଦିବାକର, ତମେ ଗୋଟେ ସହଜ କାମ କର। ହଁ, କଣ କହୁନ? ତମେ ଏଣିକି ସିଧା ରାସ୍ତାରେ ନ ଯାଇ ଜଙ୍ଗଲ ଦେଇ ସହରକୁ ଯାଅ। ବାଟ କମ ପଡିବ, ଆଉ ତମେ ବି ଠିକ ସମୟରେ ସହରରେ ପହଞ୍ଚି ପାରିବ। କିନ୍ତୁ ସାଙ୍ଗ, ଜଙ୍ଗଲ ରାସ୍ତା ଦେଇ ଗଲେ ତ ଗୋଟେ ନଈ ପଡିବ। ହଁ ମୁଁ ଜାଣିଛି, କିନ୍ତୁ କେବଳ ବର୍ଷା ଦିନକୁ ଛାଡ଼ିଦେଲେ ଅନ୍ୟ ଦିନ ମାନଙ୍କରେ ନଈରେ ବେଶୀ ପାଣି ନଥାଏ। ତମେ ଆରାମସେ ଯାଇପାରିବ। ଧନ୍ୟବାଦ ସାଙ୍ଗ, ମୁଁ ଏଥର ସେୟା କରିବି।
ତା ପରଦିନଠାରୁ ଦିବାକର ସେଇଆ ହିଁ କଲା ଯାହା ତାକୁ ରୋହିତ କହିଥିଲା। ଜଙ୍ଗଲ ରାସ୍ତା ଦେଇ ଚିପ୍କୁକୁ ସାଙ୍ଗରେ ନେଇ ସେ ବାହାରିଲା ସହରକୁ। ଚିପ୍କୁ ତ ଅଳସୁଆ ଆଉ ଠକ। କେମିତି ଠକିକି ଟିକେ ଆରାମ କରିବ ସେ ସେଇ କଥା ଚିନ୍ତା କରୁଥାଏ। ଚାଲୁ ଚାଲୁ ଦିବାକର ଓ ଚିପ୍କୁ ଯାଇ ପହଞ୍ଚିଗଲେ ଜଙ୍ଗଲ ଭିତରେ ଥିବା ନଈ ପାଖରେ। ନଈରେ ପ୍ରକୃତରେ ବେଶୀ ପାଣି ନଥିଲା। ଠିକ୍ ଅଧା ନଈ ହେଲା ବେଳକୁ ଚିପ୍କୁ ମୁଣ୍ଡରେ ଦୁଷ୍ଟ ବୁଦ୍ଧି ବସିଲା। ସେ ଜାଣି ଜାଣି ନଈ ଭିତରେ ଗୋଡ଼ ଖସେଇ ଦେଲା ଆଉ ପାଣି ଭିତରେ ଶୋଇପଡ଼ିଲା। ଆରେ ଆରେ କଣ କଲୁ ତ ଚିପ୍କୁ? ସବୁ ବର୍ବାଦ କରିଦେଲୁ ମୋର। ନୂଆ ବସ୍ତାଟା ମୋର ନଷ୍ଟ ହେଇଗଲା। ହେ ଭଗବାନ, କଣ କରିବି ମୁଁ ଏବେ? ଏମିତି ବ୍ୟସ୍ତ ବିବ୍ରତ ହେଇ ଦିବାକର ବହୁତ କଷ୍ଟରେ ଚିପ୍କୁକୁ ପାଣିରୁ ଉଠେଇଲା ଆଉ ତାକୁ ନେଇ ସହର ଆଡ଼କୁ ମୁହାଁଇଲା। ପାଣିରେ ପଡ଼ିଯିବା ପରେ ବସ୍ତାରୁ ପ୍ରାୟ ଅଧେ ଲୁଣ ମିଳେଇ ଯାଇଥିଲା। ତେଣୁ ଚିପ୍କୁର ବୋଝ ପୁରା ହାଲକା ହେଇଗଲା। ଚିପ୍କୁ ମନେ ମନେ ଭାବିଲା, ଆରେ ବାଃ, ଏଇଟା ତ ବଢିଆ ଉପାୟ। ଏଣିକି ସବୁଦିନ ଏମିତି ହିଁ କରିବି। ସତକୁ ସତ ଚିପ୍କୁ ସବୁଦିନେ ସେଇଆ ହିଁ କଲା। ବିଚରା ଦିବାକରର ବହୁତ କ୍ଷତି ହେଉଥାଏ, କିନ୍ତୁ ଭାଗ୍ୟକୁ ଦୋଷ ଦେବା ଛଡ଼ା ତା ପାଖରେ ଆଉ ଅନ୍ୟ କୌଣସି ବାଟ ନଥାଏ। ଏମିତି ଅନେକ ଦିନ ବିତିଗଲା। ସେଦିନ ସହରକୁ ବାହାରିଲା ବେଳେ ଦିବାକର ଯେତେବେଳେ ଚିପ୍କୁର ପିଠି ଉପରେ ବସ୍ତା ରଖିଲା, ଚିପ୍କୁ ବଡ଼ ଆଶ୍ଚର୍ଯ୍ୟ ହେଇଗଲା। ଆଜି କଣ ବସ୍ତାଟା ଏତେ ହାଲକା? ବାଃ 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 ବାଃ, ଆଜି ତ ଜମା ବି କଷ୍ଟ ଲାଗୁନି। ଆଜି ଆଉ ଜାଣି ଜାଣି ନଈରେ ଗୋଡ଼ ଖସେଇବିନି। ଶୀଘ୍ର ଶୀଘ୍ର ଚାଲିଯିବି। ଚିପ୍କୁ ଆଉ ଦିବାକର ଯାଇ ପହଞ୍ଚିଲେ ନଈ ପାଖରେ। ମନ ଖୁସିରେ ନଈ ଭିତରେ ଚିପ୍କୁ ଶୀଘ୍ର ଶୀଘ୍ର ପାଦ ପକେଇ ଆଗକୁ ଚାଲୁଥାଏ। କିନ୍ତୁ ସେଦିନ ସତକୁ ସତ ଚିପ୍କୁର ନଈ ଭିତରେ ଗୋଡ଼ ଖସିଗଲା। ଚିପ୍କୁ ସହିତ ବସ୍ତା ବି ପାଣିରେ ବୁଡ଼ିଗଲା। ଆଉ ପାଣିରୁ ଉଠିବା ପରେ ବସ୍ତାଟି ଏତେ ଓଜନ ହେଇଯାଇଥିଲା ଯେ ଚିପ୍କୁକୁ ବହୁତ କଷ୍ଟ ହେଉଥିଲା। ଓଃ, ହେ ଭଗବାନ, କି କଷ୍ଟ ଦେଲ ମତେ। ମୋ ମାଲିକ କଣ ଆଜି ରଖିଛି ଏ ବସ୍ତାରେ? ସବୁଦିନ ପାଣିରୁ ଉଠିବା ପରେ ଚିପ୍କୁ ତ ଶୀଘ୍ର ଶୀଘ୍ର ପାଦ ପକେଇ ସହରକୁ ଚାଲିଯାଏ। ଆଜି ଡେରି କରୁଥିବାର ଦେଖି ଦିବାକର ଖୁବ୍ ଜୋରରେ ରାଗିଗଲା ଆଉ ଚିପ୍କୁକୁ ରାଗରେ 2-4 ପାହାର ବି ଦେଲା। ବହୁତ କଷ୍ଟରେ ଚିପ୍କୁ ଯାଇ ପହଞ୍ଚିଲା ସହରରେ। ସହରରେ ପହଞ୍ଚି ଦିବାକର ଯେତେବେଳେ ମାଲ ଖୋଲିଲା, ଚିପ୍କୁ ଦେଖିଲା ଯେ ବସ୍ତା ଭିତରେ ରହିଥିଲା ତୁଳା। ଲୁଣ, ଗୁଡ଼ ଏସବୁ ସିନା ପାଣିରେ ମିଳେଇ ଯାଏ, ହେଲେ ତୁଳାରେ ତ ପାଣି ଲାଗିଲେ
ତାହା ଓଜନିଆ ହେଇଯାଏ। ତୁଳାଗୁଡ଼ିକ ନଷ୍ଟ ହେଇଯାଇଥିବାରୁ ଦିବାକରର ବହୁତ କ୍ଷତି ହେଲା। ଆଉ ସେଦିନ ସେ ବୁଝିପାରିଲା ଯେ ଚିପ୍କୁ ତାକୁ ଜାଣିଶୁଣି ହଇରାଣ କରୁଛି। ତେଣୁ ସେଦିନ ମନ ଦୁଃଖରେ ସହରରୁ ଫେରିବା ବାଟରେ ଦିବାକର ଚିପ୍କୁକୁ ଜଙ୍ଗଲ ଭିତରେ ଛାଡ଼ି ଦେଇ ଆସିଲା। ଆଉ ଅଳସୁଆ ଠକ ଚିପ୍କୁ ଖାଇବାକୁ ନ ପାଇ ଗୋଟିଏ ଜାଗାରେ ପଡ଼ି ପଡ଼ି ଅଳ୍ପ ଦିନ ଭିତରେ ମରିଗଲା। ଅଳସୁଆ ଆଉ ଠକ ଲୋକମାନେ ଦିନେ ନା ଦିନେ ନିଶ୍ଚୟ ଧରାପଡ଼ନ୍ତି। ଆଉ ସେତେବେଳେ ସେ ଯୋଉ ଶାସ୍ତି ପାଆନ୍ତି ତାହା ଅତି ଭୟଙ୍କର ହୋଇଥାଏ।